କେମିତି ଅଛ? ଭଲ ଅଛୁ। ଆମେ ଆଜି ଗୋଟେ ଗପ ପଢିବା। ଗପର ନାଁ କଣ? ଉପହାର। ଉପହାର ମାନେ କଣ? ତମକୁ କିଏ କିଛି ଦବ ସେଟା ତମେ କଣ କରିବ? ଉପହାର। ଠିକ ଅଛି, ଉପହାର କଣ ଦେଖିବା? ଜଣେ ଲୋକ ରାଜାଙ୍କୁ କେବେ ଦେଖିନଥିଲା। ଦିନେ ସେ ରାଜାଙ୍କୁ ଭେଟିବାକୁ ଗଲା। ଜଗଣି ତାକୁ ଅଟକାଇ ପଚାରିଲା, କୁଆଡ଼େ ଯାଉଛ? କାହାକୁ ପଚାରିଲା? ସେ ଲୋକଟିକୁ ଜଗଣି ପଚାରିଲା, ତମେ କୁଆଡ଼େ ଯାଉଛ? ଲୋକଟି କହିଲା, ମୁଁ ରାଜାଙ୍କୁ ଭେଟିବାକୁ ଯାଉଛି। ଜଗୁଆଳି ଭାବିଲା ରାଜା ତା ସାହସ ଦେଖି ଖୁସି ହେବେ। ତାପରେ ଜଗୁଆଳି ତାକୁ କଣ କହିଲା? ଜଗୁଆଳି ତାକୁ କହିଲା, ମୁଁ ତୁମକୁ ରାଜାଙ୍କ ପାଖକୁ ନେଇଯିବି, ତା ବଦଳରେ ତମେ ମତେ କଣ ଦବ? ଜଗୁଆଳି କାହା କହିଲା? ସେ ଲୋକଟିକୁ ପଚାରିଲା, କହିଲା ମୁଁ ତୁମକୁ ରାଜାଙ୍କ ପାଖକୁ ନେଇଯିବି, ତମେ ତାପରେ କଣ ଦବ? ଲୋକ କହିଲା, ମତେ ଯାହା ମିଳିବ ମୁଁ ତମକୁ ସେଇ କଥା ହିଁ ଦେବି। ଜଗୁଆଳି ଖୁସି ହୋଇ ରାଜାଙ୍କ ପାଖକୁ ନେଇଗଲା। ରାଜା ପଚାରିଲେ, ତୁମେ କିଏ ଆଉ କୁଆଡ଼େ ଆସିଲ? ରାଜା କାହାକୁ ପଚାରିଲେ? ସେଇ ଲୋକଟିକୁ ପଚାରିଲେ। ଲୋକଟି କହିଲା, ମୁଁ କେବଳ ଆପଣଙ୍କୁ ଦର୍ଶନ କରିବାକୁ ଆସିଛି। କିଏ କହିଲା? ସେ ଲୋକଟା କହିଲା। ଏକଥା ଶୁଣି ରାଜା ବହୁତ ଖୁସି ହେଲେ। କହିଲେ, ମୁଁ ତୁମକୁ ଉପହାର ଦେବାକୁ ଚାହୁଁଛି। କିଏ କହିଲେ? ରାଜା କହିଲେ। କାହାକୁ? ସେଇ ଲୋକଟାକୁ କହିଲେ। କୁହ ତୁମର କଣ ଦରକାର? ଲୋକଟି କହିଲା, ମତେ 100 ଜୋତା ବାହାର ଦିଅନ୍ତୁ। ଲୋକଟା କଣ କହିଲା? ମତେ 100 ଜୋତା ବାହାର ଦିଅନ୍ତୁ। ରାଜା ପଚାରିଲେ, କହିଲେ, ତୁମର ଯଦି ଏହା ଇଚ୍ଛା ତାହେଲେ ତୁମକୁ ଦିଆଯିବ। ଲୋକଟି କହିଲା, ରୁହନ୍ତୁ, ମୁଁ ଆପଣଙ୍କ ଜଗୁଆଳିକୁ ଡାକୁଛି, ମୋ ଉପହାର ସେ ନେବେ। କାରଣ ସେ ଲୋକଟି କହିଥିଲା କାହାକୁ? ଜଗୁଆଳିକୁ। କହିଲା, ମତେ ଯାହା ଉପହାର ମିଳିବ ମୁଁ ତମକୁ ସେଇ ଗୋଟାକୁ ହିଁ ଦେବି। ଠିକ ଅଛି, ତ ସେଥିପାଇଁ ରାଜା କାହାକୁ ଡାକିଲେ? ସେଇ ଜଗୁଆଳି ଡାକିଲେ। ରାଜା ଆଶ୍ଚର୍ଯ୍ୟ ହୋଇ ଲୋକଟିର ଚାଲାକି ବୁଝିପାରିଲେ। ତା ଭୁଲ ପାଇଁ ଜଗୁଆଳି ତା ଭୁଲ ପାଇଁ ଫଳ ପାଇଲା। ମାନେ ସେଇ ଜୋତା ପାହାର ଯିଏ ଲୋକଟା ଖାଇଥାନ୍ତା, ସେ ଯୋଉ ଜୋତା ପାହାର କିଏ ଖାଇଲା? ସେଇ ଜଗୁଆଳି ଜୋତା ପାହାର ଖାଇଲା। ଠିକ ଅଛି, ରାଜା ଖୁସି ହୋଇ ଲୋକଟିକୁ ଉପହାର ଭାବରେ ଘୋଡ଼ାଟିଏ ଦେଲେ। ରାଜା କଣ ଦେଲେ? ଗୋଟେ ଘୋଡ଼ା ଦେଲେ। କାହାକୁ ଦେଲେ? ସେଇ ଲୋକଟିକୁ। ରାଜା ଦେଲେ ସେ ଲୋକଟିକୁ ଘୋଡ଼ାଟେ। ସେ ଘୋଡ଼ା ଚଢ଼ି ମନ ଖୁସିରେ ଘରକୁ ଗଲା। କିଏ ସେ? ସେଇ ଲୋକଟିକୁ। ତାହେଲେ ଠିକ ଅଛି, ଲୋକଟି କାହାକୁ ଦେଖିବାକୁ ଯାଇଥିଲା? ରାଜାଙ୍କୁ। ସେ ଲୋକଟି କିଏ ଓଗାଳିଲା? ଜଗୁଆଳି। ଜଗୁଆଳି କାହାକୁ ଓଗାଳିଲା? ସେଇ ଲୋକଟିକୁ। ଜଗୁଆଳି ରାଜା ସେ ଲୋକଟି କଣ ଦେଲେ?